ସାଙ୍ଗମାନେ ଗୁଡ୍ ମର୍ଣ୍ଣିଂ। ମୁଁ ଆଜି ଆପଣଙ୍କୁ ଦେଖେଇବି ବ୍ରାହ୍ମଣ ପଇତା କେମିତି ତିଆରି କରାଯାଏ। ଲକ୍ଷ୍ୟ ରଖନ୍ତୁ, ବର୍ତ୍ତମାନ ଇଏ ଗଣ୍ଠି ପଡ଼ିଛି, ଖୋଲାଯିବ। ଦେଖନ୍ତୁ ବର୍ତ୍ତମାନ ଗଣ୍ଠି ପଡ଼ିଛି, ମୁଁ ଆପଣଙ୍କୁ ଦେଖାଉଛି। ବର୍ତ୍ତମାନ ଖୋଲାଯିବ, ଦେଖନ୍ତୁ। ଟିକେ ସମୟ ଲାଗିବ, ଆପଣ ଟିକେ ଅପେକ୍ଷା କରି ଦେଖନ୍ତୁ। ଦେଖ ଗଣ୍ଠି ଖୋଲିଗଲା। ତାପରେ ପୁରା ଦୁଇ ବୁଡ଼କୁ ଧରିବ, ପୁରା ଖୋଲିଦେବ। ବାସ୍, ପଇତା ଖୋଲିଗଲା। ତାପରେ ଦେଖନ୍ତୁ ଦୁଇଟାକୁ ଅଲଗା କରିଦେବେ। ହେ ଦେଖନ୍ତୁ, ପୁରା ଲକ୍ଷ୍ୟ ରଖ ମୁଁ କେମିତି ତିଆରି କରୁଛି। ଆପଣମାନେ ବି ଘରେ ବ୍ରାହ୍ମଣ ଲୋକ ଯେ ପଇତା ମାଗିକି ଘରେ ପିନ୍ଧି ପାରିବେ। ଏ ଦେଖ ଦୁଇଟା ଅଲଗା ଅଲଗା ହେଇଗଲା। ଗୋଟେ ପଟ ରହିଲା, ଆଉ ଗୋଟେ କି ପାକଳ ପଡ଼ିଛି। ଫାସକୁ ଟିକେ ହାତ ଟିକେ ଟାଣିଦେବ, ପାକଳ ଟିକେ ଖୋଲିଯିବ। ତାପରେ ଦେଖ ଏଇଭଳିଆ ଧରିଲ, ହାତକୁ ଦେଲ, ଗଣ୍ଠି ଖସି ଯାଉଛି। ଦେଖନ୍ତୁ ହେଇଗଲ। ଏପଟେ ହାତ ଦେଖ, ଡାହାଣ ହାତରେ ଏଇ ବୁଟକୁ ଧରିଲ, ଡାହାଣ ହାତର ବାଁ ହାତରେ ୟାକୁ ଧରିଲ। ଏଇଭଳିଆ ଏପଟକୁ ଏଇ ପଟ ଅଛି, ଏଇ ପଥରେ ଆଣିଲ। ଦେଖ ଲକ୍ଷ୍ୟ ରଖନ୍ତୁ। ତାହେଲେ ଏଇଟା ଫାଷ୍ଟ ଗୋଟେ ପଡ଼ିବ, ଗୁଡ଼େଇ ଦେଲ। ତାପରେ ଆଙ୍ଗୁଳିଟାକୁ ଭର୍ତ୍ତି କରିଦେବ। ଦେଖ ଲକ୍ଷ୍ୟ ରଖନ୍ତୁ, ଲକ୍ଷ୍ୟ ରଖିଲେ କରିପାରିବେ। ତାପରେ ଇଏ ଫାଷ୍ଟକୁ ସିଏ ଫାଷ୍ଟକୁ ଛନ୍ଦା ଛନ୍ଦି କରିବ। ଦେଖନ୍ତୁ ମୁଁ ଛନ୍ଦିଲେ, ମୁଣ୍ଡକୁ ଧରିଥିବ, ଇଏ ଫାଷ୍ଟକୁ ପୁରେଇଲ, ଫାଷ୍ଟକୁ ପୁରେଇଲ। ହେଇଗଲା। ତାପରେ ଆମେ କ'ଣ କରିବା, ଦେଖନ୍ତୁ ଗଣ୍ଠିକି ଫାସଟା ପଡ଼ିଗଲା। ଫାସ କେମିତି ଚାଲୁଛି ଦେଖ। ତାପରେ ଏଇଟା ବହୁତ ବଡ଼ ଅଛି, ଆମେ ଏକୁ ଛିଣ୍ଡେଇ ଦେବା। ଏଇଠି ଭାଗ ମାପ କରିବା। ଏଇଠି ଛିଣ୍ଡେଇ ଦେଲି। ତାପରେ ଦେଖ ଦୁଇ ବୁଡ଼କୁ ଧରିବ, ଦୁଇ ବୁଡ଼କୁ ଧରିଲା ପରେ ଏଇଠି ଗୋଟେ ଫାସ ପକେଇବ। ଏଇ ଫାସ ଗୋଟେ ପଡ଼ିଗଲା। ତାପରେ ହାତଟାକୁ ପୁରେଇବ। ଦେଖନ୍ତୁ ପୁରା ଠିକ୍ଠାକ୍ ହେଇଗଲା। ଏଇ ଗଣ୍ଠିଟା ଏଇପଟକୁ ଆସିବ, ହେଲା, ହାତ ପଜିସନକୁ ଆସିବ। ଦେଖନ୍ତୁ ଏ ଦେଖନ୍ତୁ ଗଣ୍ଠିଟା ପୁରା ଏପଟକୁ ଆସିଗଲା। ତାପରେ ପୁଣି ଗୁଡ଼ ତାକୁ ଦେଇଦେବ। ତାପରେ କ'ଣ କରିବ, ଯେଉଁଟା ଫାସ ପକେଇଦେଲ ଏଇଟା ଖୋଲିଦେବ। ଦେଖ ଖୋଲିଗଲା। ତାପରେ ଦେଖନ୍ତୁ ଗଣ୍ଠି ପଡ଼ିବ, ତାପରେ ଫାସ ଦେବ। ଏଠି ଦେଇ ସାରିକି ତାପରେ କ'ଣ କରିବ, ଦେଖନ୍ତୁ ଏଇ ଟିକେ ଲକ୍ଷ୍ୟ ରଖ। ଏପଟ ଫାସକୁ ଏପଟ ପୁରେଇବ ସୂତାକୁ। ଦେଖନ୍ତୁ ହେବ ପୁରଉଛି। ତାର ଏପଟ ଯେଉଁ କାନି ବାହାରିଥିବ ଏପଟ ଫାସ ପୁରେଇବ, ବୁଝିଲ। ପୁରେଇ ତାପରେ ଆସ୍ତେ 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 ତାକୁ ଇଏ କରିବ। ଦେଖନ୍ତୁ ଦେଖ କିନ୍ତୁ ଫାସ ଆପେ ଆପେ ପଡ଼ୁଛି। ଦେଖନ୍ତୁ ଗଣ୍ଠି ଆପଣଙ୍କୁ ଦେଖାଉଛି। ଦେଖନ୍ତୁ ଫାସ ପଡ଼ିଗଲା। ଦେଖିଲ, ପଇତା ଗୋଟେ ତିଆରି କରିଦେଲି। ଆପଣମାନେ ସେମିତି ଘରେ ବସିକି ତିଆରି କରନ୍ତୁ। ସାଙ୍ଗମାନେ ରହିଲି, ଜୟ ଜଗନ୍ନାଥ।